ଲାଲ ବାହାଦୁର ଶାସ୍ତ୍ରୀଙ୍କର ଏ କାହାଣୀ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ଯେ ଜଣେ ନେତା ଏତେ ବି ଗରିବ ଓ ଇମାନଦାର ହୋଇପାରେ। 1921 ମସିହାରେ ଲାହୋରରେ ପଞ୍ଜାବ କେଶରୀ ଲାଲା ଲଜପତ ରାୟ ସର୍ଭେଣ୍ଟସ୍ ଅଫ୍ ଦ ପିପୁଲ ସୋସାଇଟି ନାମକ ସଂଗଠନ ପ୍ରତିଷ୍ଠା କରିଥିଲେ। ଏହି ସଂଗଠନ ଗରିବ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସାହାଯ୍ୟ କରୁଥିଲେ, ଯେଉଁମାନେ ଭାରତ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇ ଜେଲରେ ଥିଲେ ଓ ସେମାନଙ୍କ ପରିବାର ପ୍ରତିପୋଷଣ ପାଇଁ ପଇସା ନଥିଲା। ଏମିତି ଜଣେ ସଂଗ୍ରାମୀ ଥିଲେ ଲାଲ ବାହାଦୁର ଶାସ୍ତ୍ରୀ। ତାଙ୍କ ପରିବାର ପ୍ରତିପୋଷଣ ପାଇଁ ସଂଗଠନ ପ୍ରତି ମାସ 50 ଟଙ୍କା ପଠାଇ ଦେଉଥିଲେ। ଗୋଟିଏ ଦିନ ଜେଲରୁ ଶାସ୍ତ୍ରୀଜୀ ତାଙ୍କ ପତ୍ନୀ ଲଳିତା ଶାସ୍ତ୍ରୀଙ୍କୁ ଚିଠି ଲେଖିଲେ। ଲଳିତା, ତୁମକୁ ଟଙ୍କା ପ୍ରତି ମାସ ଠିକ୍ ସମୟରେ ମିଳୁଛି? ଯଦି ମିଳୁଛି ସେଥିରେ ଘର ଚଳାଇ ପାରୁଛ? ତୁରନ୍ତ ଲଳିତା ଶାସ୍ତ୍ରୀ ଚିଠି ଲେଖି ଉତ୍ତର ଦେଲେ, ଠିକ୍ ସମୟରେ 50 ଟଙ୍କା ମିଳୁଛି, 40 ଟଙ୍କାରେ ଘର ଚଳିଯାଉଛି ଏବଂ 10 ଟଙ୍କା ସଞ୍ଚୟ କରୁଛି। ଶାସ୍ତ୍ରୀଜୀ ଭାବିଲେ, 40 ଟଙ୍କାରେ ଘର ଚଳିଯାଉଛି, 10 ଟଙ୍କା ଆହୁରି ସଞ୍ଚୟ ହେଉଛି। ତୁରନ୍ତ ଶାସ୍ତ୍ରୀଜୀ ସର୍ଭେଣ୍ଟସ୍ ଅଫ୍ ଦ ପିପୁଲ ସୋସାଇଟି ସଂଗଠନକୁ ଚିଠି ଲେଖିଲେ, 40 ଟଙ୍କାରେ ମୋର ପରିବାର ଚଳିଯାଉଛି, 10 ଟଙ୍କା ଆବଶ୍ୟକ ଥିବା ଆଉ ଜଣେ ଗରିବ ସଂଗ୍ରାମୀଙ୍କୁ ଦେଇଦିଅନ୍ତୁ। ଏମିତି ଇମାନଦାର ଥିଲେ ଶାସ୍ତ୍ରୀଜୀ। କିନ୍ତୁ ଆଜିର ନେତା ଗରିବ ଲୋକଙ୍କ ପଇସାରେ ଦରମା 3 ଗୁଣ ବଢ଼ାଇ ନିଜର ପକେଟ୍ ଗରମ କରୁଛନ୍ତି। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ। ଏମିତି ଇନଫର୍ମେଟିଭ୍ ଭିଡ଼ିଓ ପାଇଁ ଚ୍ୟାନେଲକୁ